ବହିରେ ଚାଲେ ଏବଂ ମୋର ଡେ ଟୁ ଡେ ୱାର୍କ ଯାହା ମଣ୍ଡେ ରୁ ଫ୍ରାଇଡେ ସବୁବେଳେ ମୋ କାମରେ ବ୍ୟସ୍ତ ମୁଁ, କିନ୍ତୁ ସ୍ପିରିଚୁଆଲନେସ୍ କୁ ମେଣ୍ଟେନ୍ କରେ। ମୁଁ ଯଦି ବ୍ୟସ୍ତ ଥାଏ ବାହାରେ ମଧ୍ୟ, କିନ୍ତୁ ପ୍ରଭୁଙ୍କ ଠାରେ ଲାଗି ରହିବା, ତାଙ୍କ ସହ ଚାଲିବା। ସୁପ୍ରଭାତ ଯେତେବେଳେ ମୁଁ ଉଠେ ତ ପ୍ରଥମ ବିଷୟ ହେଲା ମୁଁ ବାକ୍ୟକୁ ପଢେ ଏବଂ ତାହା ହିଁ ମତେ ଜୀବନରେ କ'ଣ କରିଅଛି ଏକ ଉଦ୍ଦେଶ୍ୟ ଦେଇଅଛି। ଆଜି ବାକ୍ୟ ଯେତେବେଳେ ଆମେ ପଢୁ ମୋ ଜୀବନରେ ପ୍ରଥମତା କେବଳ ପ୍ରଭୁଙ୍କ ପାଇଁ ଏବଂ ମୋ ପରିବାରକୁ ଯେତେବେଳେ ମୁଁ ଚିନ୍ତା କରେ, ମୋ ବାବା ମମି ତାଙ୍କ ମିଶନାରୀ ୱାର୍କ କରିଅଛନ୍ତି, ତାଙ୍କ ଜୀବନରେ ତାଙ୍କେ ମିଶନ ମାଇଣ୍ଡେଡ, ମିଶନ ୱାର୍କ ଏବଂ ସେହି ଗୁଣ, ସେହି କ୍ୟାରେକ୍ଟର ଏବଂ ସେହି ଚିନ୍ତା ମୋ ମାଇଣ୍ଡରେ ମୋ ବାବା କ'ଣ କରିଅଛନ୍ତି ଫିକ୍ସ କରିଅଛନ୍ତି। ଏବଂ ମୋ ଜୀବନରେ ମୁଁ ଯାହା ଯୋଉ ସ୍ଥାନରେ ମଧ୍ୟ ମୁଁ ରହେ, ମୁଁ କିଛି ବିଷୟ ମୁଁ ଚିନ୍ତା କରେ ମୁଁ ପ୍ରଭୁଙ୍କ ପାଇଁ ମୁଁ କେତେ ସମୟ ଦେଉଅଛି। କିନ୍ତୁ ମୋ ଜୀବନରେ ବହୁତ ବଡ଼ ବିଷୟ ହେଉଛି ଶନିବାର ରବିବାର ମୁଁ ସବୁବେଳେ କ୍ୟାମ୍ପସରେ ରହେ ଏବଂ ସେଇ ଏ ପ୍ରକାର କ୍ୟାମ୍ପସ ଯୋଉଠାରେ ପ୍ରତ୍ୟେକ ଥିଓଲୋଜିଆନ ଯୋଉମାନେ ଗ୍ରାଜୁଏଟ କରନ୍ତି, ପାଠ ପଢନ୍ତି, ଯୋଉମାନେ BTH, MTH, MD ଏ ପ୍ରକାର ଆମେ ଷ୍ଟୁଡେଣ୍ଟ ମାନେ ରହି ପଢନ୍ତି, ମୁଁ ସେମାନଙ୍କ ସହ ମୁଁ ସମୟ ଦିଏ ଏବଂ ଟିଚର୍ସ ଯୋଉମାନେ ପଢାନ୍ତି ସେମାନଙ୍କୁ ସମୟ ଦିଏ। ତ ପ୍ରଭୁ ମତେ ଉତ୍ତମ ରୂପେ ସମୟ ଦେଇଅଛନ୍ତି। 2 ଦିନ ମୋର ଛୁଟି, ଶନିବାର ରବିବାର। ମୁଁ ସଦାବେଳେ ଷ୍ଟୁଡେଣ୍ଟ ମାନଙ୍କ ସହ ସମୟ ଦିଏ। ସେମାନଙ୍କ ଠାରୁ ମୁଁ ଚିନ୍ତା କରେ ଆମେ କିପରି ଆଉ ମିଶନାରୀ ୱାର୍କ କରିବା, ଆମ ଜୀବନରେ ଆମେ କିପରି ଆଗକୁ ବଢିବା ଏବଂ ପ୍ରଭୁଙ୍କ ନିମନ୍ତେ ଆମେ କିପରି ଆମେ ନୂତନ ନୂତନ ବିଷୟ ଆମେ କରିପାରିବା। କିନ୍ତୁ ଯେତେବେଳେ ଆମେ ପ୍ରେଜେଣ୍ଟ ସିଚୁଏସନକୁ ଆମେ ଦେଖୁ, ଆମମାନଙ୍କ ଖ୍ରୀଷ୍ଟିଆନ ଫେଥ୍ ଏବଂ ପ୍ରାର୍ଥନା ଉପାସନା ଏ ପ୍ରକାର ଭାବରେ ଚେଞ୍ଜ ହେଉଛି ଏ ଟେକ୍ନୋଲୋଜିକାଲ ଆଡଭାନ୍ସ ଅନେକ ବିଷୟ ହେତୁ ଆମେ କିପରି ପ୍ରଭୁଙ୍କ ଉପାସନାକୁ ଆମେ ଆଗକୁ ବଢିବା, ଅନେକ ଯୁବା ମାନେ ଅନେକ ଲୋକମାନେ କିପରି ପ୍ରଭୁଙ୍କ ଠାରେ ଆସିବେ, ପ୍ରଭୁଙ୍କ ଜାଣିବେ, ପ୍ରଭୁଙ୍କ ଠାରେ ବିଶ୍ୱାସ କରିବେ, ଏ ପ୍ରକାର ଆମେ ଚିନ୍ତାରେ ଆମେ ବଢୁଥାଉ। ଆଉ ଗୋଟେ ବିଷୟ ମୁଁ କହିବାକୁ ଚାହେଁ, ମୋ ଜଣେ ଘନିଷ୍ଠ ବନ୍ଧୁ ଯେ ତାଙ୍କ ନାଁ ହେଲା ରଞ୍ଜିତ, ତାଙ୍କେ ଗୋଟେ ବହି ଲେଖୁଅଛନ୍ତି ଏବଂ ସେଇ ବହି ଲେଖାରେ ମୁଁ ଏବଂ ମୋ ଘନିଷ୍ଠ ବନ୍ଧୁ ପ୍ରାୟତଃ ସମୟ ଦେଉଛୁ ଗୋଟେ ବହି ଲେଖିବା ପାଇଁ ଏବଂ ସମସ୍ତେ ପ୍ରାର୍ଥନା କରିବେ ସେ ବହି ଯେପରି ଠିକ ସମୟରେ ଆମେ ପବ୍ଲିଶ କରିପାରିବୁ ଆଉ ସେଥି ନିମନ୍ତେ ସମସ୍ତେ ପ୍ରାର୍ଥନା କରିବେ। ତାହା ହେଉଛି ସ୍ପିରିଚୁଆଲ ବହି, କିପରି ଅନେକ ଲୋକମାନେ ଜାଣିବେ କରେଣ୍ଟ ସିଚୁଏସନ, କରେଣ୍ଟ ସିନାରିଓ ଆମେ ଖ୍ରୀଷ୍ଟିଆନ ବିଶ୍ୱାସୀ ମାନଙ୍କ ଠାରେ କିପରି ଦେଖାଯାଉଅଛି। ତ ନିଶ୍ଚୟ ରୂପେ ତାହା ନିମନ୍ତେ ପ୍ରାର୍ଥନା କରିବେ। ଆଉ ଗୋଟେ ବିଷୟ, ମୋ ଡାଡି ମମିଙ୍କ ନିମନ୍ତେ ସଦାବେଳେ ପ୍ରାର୍ଥନା କରିବେ, କାରଣ ସଦାବେଳେ ତାଙ୍କେ ଅନେକ ଜାଗାକୁ ଯାଆନ୍ତି। ମୋ ଡାଡି ସବୁବେଳେ କହନ୍ତି ମତେ କେବେ ମତେ ପାଷ୍ଟର କହିବୁନି, ମୁଁ ସଦାବେଳେ କହିବି ମୁଁ ମିଶନାରୀ, ବିକଜ ଆଇ ହାଭ୍ ଦ୍ୟାଟ୍ ମିଶନ ମାଇଣ୍ଡ। ଆଇ ୱାଣ୍ଟ ଟୁ ପ୍ରେଜେଣ୍ଟ ଦ ଗୋସ୍ପେଲ ଟୁ ଦ ମେନି ପିପଲ, ଯେପରି ଅନେକ ଲୋକ ପ୍ରଭୁଙ୍କ ଠାରେ ବିଶ୍ୱାସ କରିବେ। ମୁଁ କେବଳ ପ୍ରିଚ୍ କରିବାକୁ ଚାହେଁନି, ମୁଁ ସେବା କରିବାକୁ ଚାହେଁ। ଏହା ହେଉଛି ମୋ ବାବାଙ୍କର ସେଇ କ'ଣ ସେ ଡେସ୍କ୍ରିପସନ ଅଫ ଲାଇଫ ଆମେ କହିପାରିବା। ମୋ ପରିବାର ନିମନ୍ତେ ସଦାବେଳେ ପ୍ରାର୍ଥନା କରିବେ, ମୋ ମମି, ମୋ ଡାଡି, ମୋ ଭାଇ, ଆମମାନଙ୍କର ମିନିଷ୍ଟ୍ରି ୱାର୍କ ଯେପରି ଆଗକୁ ବଢିବ ସେଥିପାଇଁ ପ୍ରାର୍ଥନା କରିବେ ଏବଂ ଏହିସବୁ ବିଷୟ ରହିଅଛି। ଏବଂ ମୋ ଜୀବନରେ ମଧ୍ୟ ପ୍ରଭୁ ଅନେକ ବିଷୟ ଆଶୀର୍ବାଦ କରିଅଛନ୍ତି। ମୁଁ ଯେପରି ମୁଁ ସେଇ ଶିକ୍ଷା ଅନୁଯାୟୀ ପ୍ରଭୁଙ୍କ ଠାରେ ଲାଗି ରହି ପ୍ରଭୁଙ୍କ ନିମନ୍ତେ ଏକ ଅନେକ ବିଷୟ ମୋ ଜୀବନରେ କରିବାର ଅଛି। ପ୍ରଭୁ ଯୋଉ ମତେ ଉତ୍ତମ ବୟସ ଦେଇଅଛନ୍ତି, ସେଇ ବୟସକୁ ମୁଁ ଉପଯୋଗ କରିବି ପ୍ରଭୁଙ୍କ ଠାରେ ଫେଥଫୁଲ, ରେସ୍ପନ୍ସିବଲ ଅନେକ ବିଷୟ ପ୍ରଭୁଙ୍କ ନିମନ୍ତେ କରିବା ଅଛି। ମୋ ନିମନ୍ତେ ନିଶ୍ଚୟ ସମସ୍ତେ ମନେ ରଖି ଆସନ୍ତି, କିନ୍ତୁ ମୋ ରିକ୍ୱେଷ୍ଟ ମୋ ନିମନ୍ତେ ସଦାବେଳେ ପ୍ରାର୍ଥନା କରନ୍ତୁ। ଏବଂ ବିଶେଷ ଧନ୍ୟବାଦ ଦିଏ ବିନୟ ସାର୍, ଯେ ଆମମାନଙ୍କ ଏକ ସ୍ପିରିଚୁଆଲ ମେଣ୍ଟର, ଆମେ ଛୋଟବେଳରୁ ତାଙ୍କୁ ଜାଣନ୍ତି ଏବଂ ଅନେକ ସିନିୟର ମାନେ ଅଛନ୍ତି, ସମସ୍ତେ ଆମମାନଙ୍କ ଚିହ୍ନନ୍ତି, ତାଙ୍କର ସପୋର୍ଟ ଫେଲୋସିପ ସଦାବେଳେ ଆମମାନଙ୍କ ଜୀବନରେ ରହିଛି। ମୁଁ ଧନ୍ୟବାଦ ଦିଏ ଏବଂ ମୁଁ ବିଶେଷ ଧନ୍ୟବାଦ ଦିଏ ମତେ ସବୁବେଳେ ମନରେ ରଖିଅଛନ୍ତି, ସମୟ ଦେଉଛନ୍ତି ବାକ୍ୟ କହିବା ନିମନ୍ତେ ଏବଂ ମୁଁ
ସଦାବେଳେ ମୁଁ ପ୍ରସ୍ତୁତ ବାକ୍ୟ ନିମନ୍ତେ, ପ୍ରଭୁଙ୍କ କାର୍ଯ୍ୟ ନିମନ୍ତେ, ପ୍ରଚାର କରିବା ନିମନ୍ତେ, ଯାହା ମୁଁ ସେଇ ନିମନ୍ତେ ମୁଁ ସୃଷ୍ଟି ହୋଇଅଛି। ତ ଏଇ ସବୁ ଟେଷ୍ଟିମନି ଜୀବନରେ ରହିଅଛି, ସମସ୍ତେ ମନେ ରଖନ୍ତୁ। ଧନ୍ୟବାଦ। ଧନ୍ୟବାଦ ବିଶେଷ ପାଇଁ। ପ୍ରଭୁ ତାଙ୍କ ସାକ୍ଷୀ ଯୋଗୁଁ ଗୌରବାନ୍ୱିତ ହୋଇଛନ୍ତି। ଯେତେବେଳେ ବିଶେଷ ପୁଅ କହୁଥିଲେ ସେତେବେଳେ ମୁଁ ତା ପୂର୍ବରୁ ସବୁବେଳେ ଭାବେ ଆଉ କୁହେ ବି, ଆମମାନଙ୍କର ଏଇ ମର୍ଣ୍ଣିଂ ପ୍ରେୟାର ଗ୍ରୁପରେ ବିଶେଷ ପୁଅ, ରୁଥ, ରିବିକା, ଯୋଉମାନେ ୟଙ୍ଗଷ୍ଟାର, ଯୋଉମାନେ କି ଏଇ ଯୁବା ବୟସରେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ନିଜ ଜୀବନକୁ ସମର୍ପିତ କରି ଆଗକୁ ବଢେଇ ଚାଲିଛନ୍ତି। ଆଉ ସେମାନଙ୍କର ଲକ୍ଷ୍ୟ, ସେ ଉଦ୍ଦେଶ୍ୟ ତାଙ୍କର ଜୀବନରେ ପ୍ରଭୁଙ୍କୁ ଅନ୍ୟ ପାଖରେ ପହଞ୍ଚେଇବା। ଯୁବା ବୟସରେ ତାଙ୍କର ଯେତେବେଳେ ଏଇ ସୁନ୍ଦର ସାକ୍ଷ୍ୟ ଏବେ ଶୁଣୁଥିଲି, ଦୁଇଟି ବିଷୟ ଉପରେ ମତେ ବିଶେଷ ସ୍ପର୍ଶ କଲା। ତା ହଉଛି, ସେ କହୁଥିଲେ ମୁଁ 2 ଦିନ ଯେତେବେଳେ କ୍ୟାମ୍ପସରେ ରୁହେ, ମୁଁ ପ୍ରଭୁଙ୍କ ଉଦ୍ଦେଶ୍ୟରେ କାର୍ଯ୍ୟ କରେ। କିପରି ମିଶନକୁ ଆହୁରି ଆଗକୁ ନେଇପାରିବେ, କି ସେ ଅନେକ ଲୋକ ପ୍ରଭୁଙ୍କୁ ଜାଣିବେ, ଆଉ କିପରି କାର୍ଯ୍ୟ ସବୁ ଠିକ ହୋଇପାରିବ। କେତେ ସୁନ୍ଦର ଉଦ୍ଦେଶ୍ୟ। ଆଜି ତାଙ୍କର ବାକ୍ୟ ଆଉ ତାଙ୍କର କାର୍ଯ୍ୟ ଭିତରେ ଏତେ ସୁନ୍ଦର ସମନ୍ୱୟ ଆପଣ ମାନେ ଦେଖିପାରୁଥିବେ। ଆଉ ମୁଁ ବି ତାକୁ ଅନୁଭବ କରି ମୁଁ ଆକ୍ଚୁଆଲି ଉଦ୍ଦୀପିତ ହେଇଛି, ଆଉ ଯେ ପ୍ରଭୁ ତାଙ୍କୁ ଆଶ୍ଚର୍ଯ୍ୟ ଭାବରେ ବ୍ୟବହାର କରୁଛନ୍ତି। ଦ୍ୱିତୀୟ, ତାଙ୍କର ବାବା ମାଙ୍କ ପାଇଁ, ତାଙ୍କର ବାବା ମାଙ୍କର ଉଦ୍ଦେଶ୍ୟକୁ ସେ ବୁଝିଥିଲେ। ଆଉ ସେ ସବୁବେଳେ କୁହନ୍ତି ତାଙ୍କର ବାବା ମିଶନାରୀ, ମିଶନ, ଗୋଟେ ମିଶନରେ ସବୁବେଳେ ଆମମାନଙ୍କର ପାଳକ ଭାଇ ବ୍ୟବହାର ହୁଅନ୍ତି। କାରଣ ତାଙ୍କ ଜୀବନର ଲକ୍ଷ୍ୟ, ସେଇ ଲକ୍ଷ୍ୟ ହଉଛି ଅନେକ ପାଖରେ ପ୍ରଭୁଙ୍କର ବାକ୍ୟ ପହଞ୍ଚିବା, ଅନେକ ପ୍ରଭୁଙ୍କ ପାଖକୁ ଆଣିବା। ମୁଁ କେବଳ ନୁହେଁ, ଆମ ପରିବାରରେ ଆମେ 2 ଜଣ ଯାକ ଅନେକ ଥର କଣ ସବୁଦିନ ପ୍ରାର୍ଥନା କରୁ, ମୋ ପୁଅ କାଶ ଏପରି ହେଇଥାନ୍ତା କି ପ୍ରଭୁଙ୍କର ବାକ୍ୟ, କିନ୍ତୁ ତାର ସମୟ ନଥାଏ, ସୁଯୋଗ ପ୍ରଭୁ ଦିଅନ୍ତୁ, ଆମମାନେ ପ୍ରାର୍ଥନା କରୁ ଆମ ପ୍ରତ୍ୟେକଙ୍କର ପିଲାମାନେ ଏଇପରି ପ୍ରଭୁଙ୍କର ବାକ୍ୟ ଅନେକ ପାଖରେ ପହଞ୍ଚାନ୍ତୁ। ଯେଉଁ ଉଦ୍ଦେଶ୍ୟ ପାଇଁ ପ୍ରଭୁ ତାଙ୍କୁ, ପୁଣି ଆମ ପିଲାମାନଙ୍କୁ, ଆମ ପ୍ରତ୍ୟେକଙ୍କୁ ସୃଷ୍ଟି କରିଛନ୍ତି। ଆମମାନେ ତ ଆଜି ବାକ୍ୟ ଶୁଣୁଥିଲୁ, ପ୍ରଭୁ ଉଦ୍ଦେଶ୍ୟ ବିନା କାହାକୁ ସୃଷ୍ଟି କରିନାହାନ୍ତି। ପ୍ରତ୍ୟେକ ଜୀବନ ପାଇଁ ଗୋଟେ ଉଦ୍ଦେଶ୍ୟ ରଖିଛନ୍ତି, ଆଉ ସେ ଉଦ୍ଦେଶ୍ୟକୁ ଆମମାନେ ସଫଳୀକୃତ କରିବା ପାଇଁ ଆଜି ସୁନ୍ଦର ଭାବରେ ତାଙ୍କ ସାକ୍ଷୀରେ ଶୁଣିଲୁ, ତାଙ୍କ ବାକ୍ୟରେ ଶୁଣିଲୁ। ପ୍ରଭୁ ତାଙ୍କୁ, ତାଙ୍କ ପରିବାରକୁ, ତାଙ୍କର କାର୍ଯ୍ୟକ୍ଷେତ୍ରକୁ ଆହୁରି ଆଶୀର୍ବାଦ କରନ୍ତୁ, ଆହୁରି ବ୍ୟବହାର କରନ୍ତୁ। ଆଉ ପ୍ରଭୁ ତାଙ୍କ ସହିତରେ ସବୁବେଳେ ହାତ ଧରି କଢେଇ ନିଅନ୍ତୁ। ବିଶେଷରେ ଆମମାନେ ସମସ୍ତେ ଧନ୍ୟବାଦ ଆଉ ଗୌରବାନ୍ୱିତ ଯେ ଭାଇ ଗୋଟିଏ ତାଙ୍କ ସାଙ୍ଗ ରଞ୍ଜିତଙ୍କ ସହିତ ମିଶି ସେଇ ମାନେ ବାକ୍ୟ ଯେପରି ଅନେକ ପାଖରେ କିପରି ପହଞ୍ଚି ପାରିବ, ସେ ବିଷୟରେ ଗୋଟେ ବହି ଲେଖୁଛନ୍ତି। ସେ ବହିଟି ଯେପରି ଶୀଘ୍ର ପବ୍ଲିଶ ହେବ, ସେପରି ପ୍ରଭୁଙ୍କ ପାଖେ ଆମେ ସମସ୍ତେ ପ୍ରାର୍ଥନା କରିବା। ପ୍ରେଜ୍ ଦ ଲର୍ଡ। ବହୁତ ବହୁତ ଧନ୍ୟବାଦ। ଧନ୍ୟବାଦ। Praise the Lord. Praise the Lord. Amen.